ଶ୍ରେଣୀ ଷଷ୍ଠ ବିଷୟ ଇତିହାସ ପ୍ରସଙ୍ଗ ବିଭିନ୍ନ ଜୀବନ ଧାରଣ ପ୍ରଣାଳୀ ଉପପ୍ରସଙ୍ଗ ଗ୍ରାମ୍ୟ ଜୀବନ। ଆର୍ଯ୍ୟ ଦଳଗୁଡ଼ିକ ବିଭିନ୍ନ ଗ୍ରାମରେ ବସବାସ କରୁଥିଲେ। ଗ୍ରାମ କେତେଗୁଡ଼ିଏ ପରିବାରକୁ ନେଇ ଗଠିତ ହେଉଥିଲା। ପରିବାରର ସମସ୍ତ ସଦସ୍ୟ ଏକାଠି ରହୁଥିଲେ। କୃଷି ସେମାନଙ୍କର ପ୍ରଧାନ ଜୀବିକା ଥିଲା। ତାହା ସହିତ ସେମାନେ ପଶୁପାଳନ କରୁଥିଲେ। ଗାଈକୁ ସମ୍ପତ୍ତି ବୋଲି ବିବେଚନା କରାଯାଉଥିଲା। ପରିବାରରେ ପିତା ଥିଲେ ମୁଖ୍ୟ, ତାଙ୍କୁ କୁଳପ କୁହାଯାଉଥିଲା। ସମାଜରେ ନାରୀର ସ୍ଥାନ ଉଚ୍ଚରେ ଥିଲା। ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ଯାଗଯଜ୍ଞରେ ଯୋଗ ଦେଉଥିଲେ। ଘେଁସା ଓ ଲୋପାମୁଦ୍ରା ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ। ବୈଦିକ ଯୁଗର ଆରମ୍ଭ ସହିତ ଭାରତକୁ ଘୋଡ଼ାମାନଙ୍କର ଆଗମନର ଘଟଣା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା। ଘୋଡ଼ା ଚାଳିତ ରଥମାନଙ୍କୁ ଯୁଦ୍ଧରେ ବ୍ୟବହାର କରାଯାଉଥିଲା। ଆର୍ଯ୍ୟମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଉଥିଲା। ଶାସକ ଶ୍ରେଣୀରେ ରାଜା ତାଙ୍କର କର୍ମଚାରୀ ଯୋଦ୍ଧା ରହୁଥିଲେ। ଦ୍ୱିତୀୟ ଶ୍ରେଣୀରେ ଥିଲେ ପୁରୋହିତ ଓ ତୃତୀୟ ଶ୍ରେଣୀରେ ଥିଲେ ସାଧାରଣ ଲୋକ। ଋଗ୍ବେଦୀୟ ସମୟରେ ଶେଷ ଭାଗ ବେଳକୁ ସମାଜକୁ ବର୍ଣ୍ଣରେ ବିଭକ୍ତ କରାଗଲା। ସେଗୁଡ଼ିକ ହେଲା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର। ଲୋକମାନେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ବେଶୀ ପରିମାଣରେ ଖାଉଥିଲେ। ଏତଦ୍‌ବ୍ୟତୀତ ବିଭିନ୍ନ ଫଳମୂଳ, ପନିପରିବା, ଡାଲି ଜାତୀୟ ପଦାର୍ଥ ଓ ମାଂସ ଇତ୍ୟାଦି ଖାଦ୍ୟ ରୂପେ ଗ୍ରହଣ କରୁଥିଲେ। ଗହମ ଓ ଯଅ ଥିଲା ତାଙ୍କର ପ୍ରଧାନ ଖାଦ୍ୟ। ପରବର୍ତ୍ତୀ ବୈଦିକ ଯୁଗରେ ଧାନ ଉତ୍ପାଦନ କରି ଶିଖିଲେ। ଋଗ୍‌ବେଦରେ ପାନୀୟ ରୂପେ ସୋମରସ ଓ ସୁରାର ଉଲ୍ଲେଖ ରହିଛି। ପ୍ରକୃତିର ବିଭିନ୍ନ ଶକ୍ତିକୁ ଆର୍ଯ୍ୟମାନେ ପୂଜା କରୁଥିଲେ। ପ୍ରକୃତିର ଦୃଶ୍ୟାବଳୀ ପଛରେ ଯେ ଦେବତାମାନଙ୍କ ସଭା ଅଛି, ଏ ପ୍ରକାର ବିଶ୍ୱାସ ଓ ଧାରଣା ସେମାନଙ୍କର ଥିଲା। ସେମାନେ ଉଷା, ସୂର୍ଯ୍ୟ, ଅଗ୍ନି, ବରୁଣ, ଇନ୍ଦ୍ର ଆଦି ଦେବତାମାନଙ୍କୁ ଉପାସନା କରୁଥିଲେ। ପୃଥିବୀକୁ ମାତୃଦେବୀ ରୂପେ ପୂଜା କରୁଥିଲେ। ଦେବାଦେବୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବା ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଯଜ୍ଞାନୁଷ୍ଠାନ ଆୟୋଜନ କରାଯାଉଥିଲା। ସେଥିପାଇଁ ଘିଅ, ଦୁଧ ଆଦି ଦ୍ରବ୍ୟ ଅଗ୍ନିରେ ସମର୍ପଣ କରାଯାଉଥିଲା। ତେବେ ଆମେ ଜାଣିଲେ ଆର୍ଯ୍ୟମାନେ ବିଭିନ୍ନ ଗ୍ରାମରେ ବସବାସ କରୁଥିଲେ ଏବଂ ସେମାନଙ୍କର ପ୍ରଧାନ ଜୀବିକା ଥିଲା କୃଷି। ସେମାନେ ପରିବାରରେ ପିତାଙ୍କୁ ମୁଖ୍ୟ ବୋଲି ମାନୁଥିଲେ ଏବଂ ଋଗ୍‌ବେଦୀୟ ସମୟରେ ସମାଜକୁ ଚାରି ଭାଗରେ ବିଭକ୍ତ କରାଯାଇଥିଲା ଏବଂ ସେଗୁଡ଼ିକ ହେଲା ବ୍ରାହ୍ମଣ, ଆଉ କ'ଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର। ବ୍ରାହ୍ମଣମାନଙ୍କୁ ଧର୍ମ କାର୍ଯ୍ୟ ପାଇଁ ଏବଂ କ୍ଷତ୍ରିୟମାନଙ୍କୁ ଶାସନ ଓ ଯୁଦ୍ଧ କାର୍ଯ୍ୟ ପାଇଁ, ବୈଶ୍ୟମାନଙ୍କୁ ଚାଷ ଓ ବିଭିନ୍ନ ପଦାର୍ଥ ଉତ୍ପାଦନ ପାଇଁ ଏବଂ ଶୂଦ୍ରମାନଙ୍କୁ ଅନ୍ୟ ତିନି ବର୍ଣ୍ଣର ସେବା ପାଇଁ ନିୟୋଜିତ କରାଯାଇଥିଲା। ଗୃହପାଠ।